ନୂଆପଡ଼ା କଟକ ନିକଟରେ ହୋଇଥିବା ପ୍ରାୟ 10 ଫୁଟିଆ ଗାତ ସମସ୍ୟାକୁ ନେଇ ମାନ୍ୟବର କଟକ ମେୟର ଶ୍ରୀ ସୁଭାଷ ସିଂ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ପରିଦର୍ଶନ ସମୟରେ ମେୟର ଶ୍ରୀ ସିଂ ସ୍ଥାନୀୟ କର୍ପୋରେଟର ତଥା ବିରୋଧୀ ଦଳ ନେତା ଶ୍ରୀ ସନ୍ତୋଷ ଭୋଳ, କର୍ପୋରେଟର ଶ୍ରୀ ସୁଭାଶିଷ ପଟ୍ଟନାୟକ ପରିଦର୍ଶନ କରିବା ପରେ ୱାଟକୋ, ଜାଇକା ଏବଂ L&T କମ୍ପାନୀକୁ ତୁରନ୍ତ ଏହି ଗଭୀର ଖାତକୁ ସ୍ଥାୟୀ ଭାବରେ ମରାମତି କରିବାକୁ ମେୟର ନିର୍ଦ୍ଦେଶ ଦେଇଥିଲେ। ଏହି ଗାତ ଯୋଗୁଁ ଅଞ୍ଚଳବାସୀଙ୍କୁ ଯାତାୟାତ ଓ ସୁରକ୍ଷା ପ୍ରତି ସମସ୍ୟା ସୃଷ୍ଟି ହେଉଥିବା ଜାଣିବା ପରେ ମେୟର ତୁରନ୍ତ ଏହାର ସମାଧାନ କରିବାକୁ ସମ୍ପୃକ୍ତ L&T କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜନସାଧାରଣଙ୍କ ସୁବିଧା ଓ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଗାତଟିକୁ ଶୀଘ୍ର ପୂରଣ କରି ଆବଶ୍ୟକ କାର୍ଯ୍ୟ ତୁରନ୍ତ ସମ୍ପନ୍ନ କରିବା ପାଇଁ ମେୟର ନିର୍ଦ୍ଦେଶ ଦେଇଥିଲେ। ସୂଚନା ମୁତାବକ ଦିବା 2 ଘଟିକା ସୁଦ୍ଧା ମରାମତି କାର୍ଯ୍ୟରେ 2ଟି ଜେସିବି ଲାଗି କରାଯାଉଥିଲା। ଓଡ଼ିଶା ଭ୍ୟୁ, କଟକ।